ଏଇଟା ଆଜ୍ଞା ଦେଖନ୍ତୁ ମୋର ଗ୍ରାଜୁଏସନ୍ର ସାର୍ଟିଫିକେଟ୍ ଯେଉଁଟା ଉପରଟା ତଳଟା ମୋ ବାପାଙ୍କର ମେଟ୍ରିକ୍ ସାର୍ଟିଫିକେଟ୍ 1963 ମସିହାର। ଏଇ ଯେଉଁ ଉପରଟା ମୁଁ ଟାଙ୍ଗିଛି ଏଇଟା ହେଉଛି ରୋଲ୍ ନମ୍ବର CH0207। ଏଇଟା ମୋର ଗ୍ରାଜୁଏସନ୍ ସାର୍ଟିଫିକେଟ୍ ଯେଉଁଟାକି ମୁଁ ଉତ୍କଳ ୟୁନିଭର୍ସିଟିକି ଆଣିବାକୁ ଯାଇଥିଲି। ଗ୍ରାଜୁଏସନ୍ର ଦୀର୍ଘ 20 ବର୍ଷ ପରେ ମୁଁ ପହଞ୍ଚିଲି ଉତ୍କଳ ୟୁନିଭର୍ସିଟି ମୋର ସାର୍ଟିଫିକେଟ୍ଟି ଆଣିବା ପାଇଁ। ମୋତେ ଦେଖି ସେ ଅଫିସର କହିଲା ଭାଇ ଏବେ ଏତେ ଜଲ୍ଦି କାହିଁ ଆସିଲ, ଆଉ 20 ବର୍ଷ ପରେ ଆସିଲନି, ଏକା ସାଙ୍ଗରେ ନାତିକି ଧରିକି ଆସିଥାନ୍ତ, 2 ଜଣଙ୍କର ସାର୍ଟିଫିକେଟ୍ ନେଇକି ଯାଇଥାନ୍ତ। ମୁଁ ଆଉ କ'ଣ କହିବି, ମୁଁ କହିଲି ନାଇଁ ଟିକେ ଇଚ୍ଛା ହେଲା ସାର୍ଟିଫିକେଟ୍ଟା ନେବି, ସେଥିପାଇଁ ଆସିଲି। ଆଉ ଗ୍ରାଜୁଏସନ୍ରେ ଏତେ ଟଙ୍କା ଖର୍ଚ୍ଚ କରିଛି, ସାର୍ଟିଫିକେଟ୍ ନେବା ପାଇଁ ଆଉ ଟିକେ ଖର୍ଚ୍ଚ କରିଦେଲେ ଅସୁବିଧା କ'ଣ ଅଛି। କହିଲେ ନେଇକି କ'ଣ କରିବ, ତମ ଭଳିଆ ମୋର ପୁଅ 2ଟା ଛୁଆର ବାପା ହେଇକି ବର୍ତ୍ତମାନ ତା ଝିଅକୁ ବାହା କରିବାକୁ ବାହାରିଲାଣି, ତମେ ଏବେ ସାର୍ଟିଫିକେଟ୍ ନେଇ କ'ଣ କରିବ। କହିଲେ ନା ନେଇକି ଟିକେ ତାକୁ ଲାମିନେସନ୍ କରିକି ବାଇଣ୍ଡିଂ କରି କାନ୍ଥରେ ଟଙ୍ଗେଇବି ଆଉ। କହିଲା କାନ୍ଥରେ କାହିଁ ଟଙ୍ଗେଇବ, ବାହାରେ ଫଳକରେ ମାରିଦିଅ ଗ୍ରାଜୁଏସନ୍ କରିଛ ବୋଲି। ମୁଁ କହିଲି ନା ସେ ଭୁଲ କରିହେବନି, ତାକୁ ମାରିଲେ ପୁଣି କିଛି ଯାଉଥିବା ଯେଉଁପଟେ ଟ୍ୟୁସନ୍ ଯାଉଛନ୍ତି ପିଲାମାନେ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ୍ ସିଏ ସବୁ ମୋ କତିକି ଦେଖିକି ପଳେଇ ଆସିବେ। ପୁଣି ଯଦି କୋଶ୍ଚିନ୍ଟା ପଚାରିଦେଲେ, ବାହାରେ ଠିଆ ହେଇଥିବି ଯଦି କୋଶ୍ଚିନ୍ ପଚାରିଲେ, ଆଉ ତ ପାଠ ସହିତ ମୋର ଏତେ ସମ୍ପର୍କ ନାହିଁ, ଖରାପ ଲାଗିବ। କହିଲା ଘରେ ମାରିକି କ'ଣ କରିବ। ମୁଁ କହିଲି ଘରେ ମାରିଲେ ଦେଖିବି ଟିକେ ଖୁସି ହେଉଥିବି। କହିଲା ତା ଭିତରେ ଏମିତି କି ଖୁସି ଅଛି ଯେ ସାର୍ଟିଫିକେଟ୍ଟେ ଦେଖିକି ଖୁସି ହେଉଥିବ। ନାଇଁ ଅନେକ ସ୍ମୃତି। କହିଲା ତାହେଲେ ପାଠ କମ୍ ସାଠ ଅଧିକା ଅଛି, ସେଇଥିପାଇଁ ତୁମେ ସାର୍ଟିଫିକେଟ୍ଟାକୁ ଦେଖିକି ଖୁସି ହେବ କାନ୍ଥରେ ମାରିକି। ମୁଁ କହିଲି ହଁ ଆଜ୍ଞା। ଆଉ ସାର୍ଟିଫିକେଟ୍ଟା ଯାହା ବି ହେଉ ସେ ମୋତେ ପଠେଇଲା ବାଇ ପୋଷ୍ଟରେ, ସୁନ୍ଦର ଭାବେ ଲାମିନେସନ୍ କରି କାନ୍ଥରେ ଟଙ୍ଗେଇ ଦେଇଛି। ତାକୁ ଖାଲି ଦେଖୁଛି ଯେ ଗ୍ରାଜୁଏସନ୍ କରିଛି। ବେଳେବେଳେ କିଛି ଲୋକ ଘରକୁ ଆସିଲେ ବି ଭାବନ୍ତି ଯାହା ହଉ ଭଲ କାମଟେ କରିଛି, କିନ୍ତୁ ପୁଣି ବେଳେବେଳେ ମନ ଭାବେ କ'ଣ ମୋତେ ନିଜ ଉପରେ ଡାଉଟ୍ ହେଉଛି ଯେ ମୁଁ ଗ୍ରାଜୁଏସନ୍ କରିନି, ଯେଉଁଥିପାଇଁ କି ମୁଁ ସାର୍ଟିଫିକେଟ୍ଟାକୁ ଲାମିନେସନ୍ କରି ଟଙ୍ଗେଇକି ଡେଲି ମୁଁ ନିଜକୁ ବିଶ୍ୱାସ ଦେଉଛି ଯେ ହଁ ମୁଁ ଗ୍ରାଜୁଏଟ୍। କିନ୍ତୁ ହେଲେ କ'ଣ ହେବ ଆଜ୍ଞା, ଖାଲି ଗ୍ରାଜୁଏସନ୍ର କେଉଁ ଚାକିରି ବି ଅଛି? ଖାଲି ଗ୍ରାଜୁଏସନ୍ରେ ବି କିଛି ଭଲ ଚାକିରି ନାହିଁ। ଖାଲି ଗ୍ରାଜୁଏସନ୍ କରିକି ସାର୍ଟିଫିକେଟ୍ଟାକୁ କାନ୍ଥରେ ଟଙ୍ଗେଇକି ସିଏ ଗୋଟେ ଆତ୍ମସନ୍ତୋଷ ଆଉ।